Sir, Oh, praise the Lord. स्वागत प्रेज द लॉर्ड प्रेज द लॉर्ड ओके गॉड ब्लेस यू ସମସ୍ତଙ୍କୁ ଦେଖି ବହୁତ ଖୁସି ଜୟେଶ ଭାଇ ବହୁତ ବଢିଆ ସେ ପୃଥିବୀ ଉପରେ ବସିଛନ୍ତି ତାଙ୍କ ବ୍ୟାକଗ୍ରାଉଣ୍ଡ ବଢିଆ ଅଛି ଓକେ ୱଣ୍ଡରଫୁଲ ବହୁତ ଖୁସି ଲାଗେ ଯେତେବେଳେ ମୁଁ ପ୍ରାର୍ଥନା ଆମମାନଙ୍କର ଚନ୍ଦ୍ରିକା ସିଷ୍ଟରଙ୍କର ପ୍ରାର୍ଥନା ଶୁଣୁଥିଲି ବନ୍ଦ ନ କରନ୍ତୁ ବୋଲି ଭାବୁଥିଲି ମୁଁ କଣ୍ଟିନ୍ୟୁସ୍ ପ୍ରାର୍ଥନା କରନ୍ତୁ କାହିଁକି ଆମକୁ ଏମିତି ପ୍ରାର୍ଥନାର ଦରକାର ଅଛି ନିହାତି ଆମମାନଙ୍କୁ ପ୍ରାର୍ଥନା ଆବଶ୍ୟକ ରହିଛି ଘଣ୍ଟା ଘଣ୍ଟା ଧରି ଏ ପ୍ରକାର ପ୍ରାର୍ଥନା ଯଦି ଆମେ କରିବା ତାହେଲେ ଆମମାନଙ୍କ ପ୍ରତ୍ୟେକ ପରିସ୍ଥିତି ଗୁଡିକ ବଦଳିଯିବ ଆମେ ସବୁ କରୁଛୁ ମାତ୍ର ପ୍ରାର୍ଥନା ଆମେ କରୁନାହୁଁ ଆମେ ପ୍ରଭୁ ଆମମାନଙ୍କୁ ଏଇ ପ୍ରକାର ଲୋତକ ଭରା ନୟନରେ ପ୍ରାର୍ଥନା କରିବା ପ୍ରାର୍ଥନା ଯୋଦ୍ଧା ମାନଙ୍କୁ ଦେଇଛନ୍ତି ପ୍ରାର୍ଥନା ପ୍ରହରୀରେ ମଧ୍ୟ ପ୍ରାର୍ଥନା କରିବା ସମୟରେ ଏଇ ପ୍ରକାର ଆମମାନଙ୍କର ବିଳାପକାରୀ କ୍ରନ୍ଦନକାରୀ ଜିରିମିୟକୁ ବିଳାପକାରୀ ଭବିଷ୍ୟତ ବକ୍ତା ବୋଲି କୁହାଯାଏ ମୁଁ ଆମମାନଙ୍କର ଫିମେଲ ଜିରିମିୟ ମାନେ ବହୁତ ଅଛନ୍ତି କାନ୍ଦି 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 ସେମାନେ ପ୍ରାର୍ଥନା କରିବେ ଆଉ ସେମାନଙ୍କର ପ୍ରାର୍ଥନା ଏତେ କମ୍ଫର୍ଟ ଲାଗିବ ନିଜକୁ ଯେ ଏବେ ମଧ୍ୟ ଆତ୍ମିକ ଲୋକମାନେ ଅଛନ୍ତି ଯୋଉମାନେ କି ପ୍ରଭୁଙ୍କ ସହିତ ଘନିଷ୍ଠ ସମ୍ପର୍କରେ ଅଛନ୍ତି ପ୍ରଭୁଙ୍କର ଗୌରବ ହଉ ଓ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି ମୁଁ ଏତେ ବ୍ୟସ୍ତ ରହିଲି ମୁଁ ଭାବୁ ନଥିଲି ଯେ ଆଜି ମୁଁ ଜୁମ ରେ ପହଞ୍ଚି ପାରିବି ମାତ୍ର ଠିକ ସମୟରେ ପଳେଇ ଆସିଛି ଆଉ ଆପଣମାନଙ୍କ ନିକଟରେ ପ୍ରଭୁଙ୍କର ବାକ୍ୟ ବିତରଣ କରିବା ପାଇଁ ବହୁତ ଖୁସି ଲାଗେ ଆପଣମାନେ ବାକ୍ୟ ପ୍ରେମିକ ଲୋକମାନେ ଅଟନ୍ତି ବାକ୍ୟକୁ ବହୁତ ଏନ୍ଜୟ କରନ୍ତି ଆଉ ଆପଣମାନଙ୍କ ନିକଟରେ ପ୍ରଚାର କରିବା ପାଇଁ ମଧ୍ୟ ବହୁତ ବହୁତ ଖୁସି ଲାଗେ ପ୍ରଭୁଙ୍କର ଗୌରବ ହଉ ଆମମାନେ ଗୋଟେ ସୁନ୍ଦର ପଦ ଆମେ ବାହାର କରି ଆଜିର ଧ୍ୟାନକୁ ଆମେ ଆଗକୁ ବଢେଇ ନେବା ଆମେ ଆଇବ ପୁସ୍ତକ ଶେଷ ଅଧ୍ୟାୟ 42 ଅଧ୍ୟାୟ ବାହାର କରିବା ଆଇବ ପୁସ୍ତକର ଶେଷ ଅଧ୍ୟାୟ 42 ଅଧ୍ୟାୟ 2 ପଦ ମୁଁ ଆପଣମାନଙ୍କ ନିକଟରେ ପଢୁଛି ମୁଁ ଜାଣେ ଯେ ତୁମ୍ଭେ ସବୁ କରିପାର ଓ ତୁମ୍ଭର କୌଣସି ସଂକଳ୍ପ ନିବାରଣ କରାଯାଇ ନପାରେ ଏଇଟା ଆଇବଙ୍କର ଷ୍ଟେଟମେଣ୍ଟ ଆଇବ ତାଙ୍କର ଶେଷରେ ଯେତେବେଳେ ତାଙ୍କର ପୁସ୍ତକ ଶେଷରେ ସେ କହୁଅଛନ୍ତି ଆଇବ ପୁସ୍ତକ ମଶାଙ୍କ ଦ୍ଵାରା ରଚିତ ଅନେକ ବାଇବଲ ବିଦ୍ୱାନ ମାନେ କହନ୍ତି ଆଉ ବାଇବଲର ପ୍ରଥମ ପୁସ୍ତକ ଆଇବ ପୁସ୍ତକ ପରମେଶ୍ୱର ସୂର୍ଯ୍ୟ ଚନ୍ଦ୍ର ତାରା ନକ୍ଷତ୍ର ପୃଥିବୀ କି ପ୍ରକାର ସୃଷ୍ଟି ହେଲା ଏହା ପ୍ରଥମେ ନ ଜାଣି ପ୍ରଥମରେ ଗୋଟେ ଐଶ୍ୱରିକ ବ୍ୟକ୍ତିଙ୍କୁ ଦେଖ ଦୁଃଖ କଷ୍ଟ ପରିସ୍ଥିତି ସମୟରେ କି ପ୍ରକାର ଭାବରେ ସେ ପରମେଶ୍ୱରଙ୍କ ଉପରେ ଭରସା ରଖିଛି କି ପ୍ରକାର ଭାବରେ ଦୁଃଖ କଷ୍ଟ ପରିସ୍ଥିତି ସମୟରେ ସେ ପାଉଁଶ ଉପରେ ବସିକିନା ଆରାଧନା କରୁଛି ଏଇ ସବୁ ବିଷୟ ଗୁଡିକକୁ ଦେଖନ୍ତୁ ଏଥିପାଇଁ ଅନେକ ବାଇବଲ ବିଦ୍ୱାନ ମାନେ କହନ୍ତି ଯେ ଆଇବ ପୁସ୍ତକକୁ ପ୍ରଥମେ ଲେଖା ଯାଇଥିଲା ପ୍ରଭୁଙ୍କର ଗୌରବ ହଉ ଆଉ 42 ଅଧ୍ୟାୟରେ ଆଇବ ସେ ଗୋଟେ କଥା କହୁଅଛନ୍ତି ମୁଁ ଜାଣେ ଯେ ତୁମେ ସବୁ କରିପାର ଆଜି ମୋର ପ୍ରସଙ୍ଗ ରହିବ ପରମେଶ୍ୱର ସକ୍ଷମ ଅଟନ୍ତି ଗଡ୍ ଇଜ ଏବଲ ପରମେଶ୍ୱର ସକ୍ଷମ ଅଟନ୍ତି ଆମେ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ଆମେ ସମସ୍ତେ ଆମେ ଜାଣିବାର ଆବଶ୍ୟକ ରହିଛି ଆମର ପରମେଶ୍ୱର ଅକ୍ଷମୟ ପରମେଶ୍ୱର ନାହାନ୍ତି ତାଙ୍କର ହାତ ଅଛି ସେ ଠୁଟା ହାତ ବାଲା ପରମେଶ୍ୱର ନାହାନ୍ତି ତାର ହାତ ଅଛି ତାଙ୍କର ଗୋଡ ଅଛି ତାଙ୍କର ସବୁ କିଛି ଅଛି ଖଣ୍ଡିଆ ଖାବରା ପରମେଶ୍ୱର ଆମର ନାହାନ୍ତି କେତେ ଜଣ ଥିବେ ଖଣ୍ଡିଆ ଖାବରା ଥିବେ ସେମାନେ ନିଜେ ଯାଇପାରିବେନି ତାକୁ ଝିକି 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 ନେବାକୁ ପଡିଯାଏ କି ପ୍ରକାର ଅବସ୍ଥା ଏମିତି ପରିସ୍ଥିତି ଜଣେ ହିନ୍ଦୁ ଭାଇକୁ କହିଲେ ତୁମେ କାହିଁକି ତୁମେ ସେଇ ରଥଯାତ୍ରାକୁ ଯାଉନ ସେ ସିଧାସଳଖ କହିଲେ ଯେଉଁଦିନ ଭଗବାନ ମନ୍ଦିରରୁ ଓହ୍ଲେଇକିନା ଚାଲି ଚାଲିକିନା ରଥରେ ବସିକିନା ଯିବେ ସେଇଦିନ ମୁଁ ନିହାତି ଯିବି ବୋଲି କହିଲେ ସେଟା କେବେ ତ ହେବ ନାହିଁ ଆମେ ଜାଣିଛୁ ଆମେ ହଁ ପ୍ରିୟମାନେ ଆମମାନଙ୍କର ପରମେଶ୍ୱରଙ୍କୁ ଆମକୁ ବହି ବହି ନେବା ଦରକାର ନାହିଁ ଆମର ପରମେଶ୍ୱର ଆମକୁ ବହି ବହିକା ନିଅନ୍ତି ଆମର ପରମେଶ୍ୱର ସକ୍ଷମ ପରମେଶ୍ୱର ଆମର ଗଡ୍ ଇଜ ଏବଲ ଗଡ୍ ସେ ସମ୍ପୂର୍ଣ୍ଣ ଭାବରେ ସକ୍ଷମ ଅଟନ୍ତି ଏଇଟା ଆଇବ କହୁଛନ୍ତି ଆଜି ଆପଣମାନେ ଆଉ ମୁଁ ଯୋଉ ସମୟରେ ବାକ୍ୟ ଆମେ ଶୁଣୁଛୁ ଆମେ ଗତ ସପ୍ତାହ ବାକ୍ୟ ଶୁଣୁଥିଲୁ ପରମେଶ୍ୱର ବିଶ୍ୱସ୍ତ ପରମେଶ୍ୱର ଅଟନ୍ତି ଆଉ ପରମେଶ୍ୱର ସକ୍ଷମ ପରମେଶ୍ୱର ଅଟନ୍ତି କୌଣସି ବିଷୟ ତାଙ୍କ ପାଇଁ ଅସାଧ୍ୟ ନାହିଁ ସବୁ କିଛି ସେ କରିପାରନ୍ତି ସେଥିରେ ସେ କହୁଛନ୍ତି ମୁଁ ଜାଣେ ତୁମେ ସବୁ କରିପାର ତୁମେ ସବୁ କରିପାର ତୁମ ପାଇଁ କୌଣସି ସଂକଳ୍ପ ଅସାଧ୍ୟ ନୁହେଁ ଆମେ ଏଇଟା ଜାଣିବାର ଆବଶ୍ୟକ ରହିଛି
ଯେତେବେଳେ ଇସ୍ରାଏଲ ଲୋକମାନେ ସମୁଦ୍ର ସାମ୍ନାରେ ଠିଆ ହେଇକିନା ସେମାନେ ବିଭିନ୍ନ ପ୍ରକାର ବଚସା କରୁଛନ୍ତି, କବର ନଥିଲା କି କାହିଁକି ମାରିବା ପାଇଁ ଆଣିଛ, ମିଶ୍ର ଦେଶ ଥିଲେ ଭଲ ହେଇଥାନ୍ତା। ମୋସା କିଛି କରୁନାହାନ୍ତି। ସେ କହିଲେ ତୁମେ ଦେଖ, ପରମେଶ୍ୱରଙ୍କ ଉଦ୍ଧାର ତୁମେ ଦେଖିବ। କୁଆଡେ ବାଟ ନଥିଲେ ମଧ୍ୟ ପରମେଶ୍ୱର ବାଟ କରିବା ପରମେଶ୍ୱର ଅଟନ୍ତି। ପ୍ରିୟମାନେ ଭାବି ଦେଖନ୍ତୁ, ଆମମାନଙ୍କ ପରମେଶ୍ୱର କି ପ୍ରକାର ଭାବରେ ଯୋଉଠି ରାସ୍ତା ନାହିଁ ସେଠି ସେ ରାସ୍ତା ତିଆରି କରୁଛନ୍ତି। ଆଉ ସମୁଦ୍ରକୁ ଚିରି ଦି ଭାଗ କରି ଇସ୍ରାଏଲ ଲୋକମାନଙ୍କୁ ସେ ଭିତରେ ସେ କଢେଇକା ନେଇ ପାରୁଛନ୍ତି। କାହିଁକି? କାରଣ ସେ ଜଣେଇବା ପାଇଁ ଚାହୁଁଛନ୍ତି ଯେ ପରମେଶ୍ୱର କିଏ ଅଟନ୍ତି, ସେ ସକ୍ଷମ, ସେ ସବୁ କରିପାରିବେ। ତାଙ୍କ ପାଇଁ କୌଣସି ବିଷୟ ଅସମ୍ଭବ ନାହିଁ। ଅସମ୍ଭବକୁ ସମ୍ଭବ କରିବା ପରମେଶ୍ୱର ସେ ଅଟନ୍ତି। ବାଇବଲରେ ଆମେ ଏଇ ସବୁ ବିଷୟ ଗୁଡିକକୁ ଦେଖି ଆମ ବିଶ୍ୱାସକୁ ଆହୁରି ଅଧିକ ମଜବୁତ ଆମେ କରିବା। ଆମେ ପ୍ରିୟମାନେ, ଆମେ ଯେତେବେଳେ ଆମେ ଘର କାମ ଆମେ ଷ୍ଟାର୍ଟ କଲୁ, ସେତେବେଳେ ଆମ ପାଖରେ ପଇସା ନଥିଲା, ହେଲେ ମଧ୍ୟ ଆମେ ଷ୍ଟାର୍ଟ କଲୁ। କାହିଁକି ଷ୍ଟାର୍ଟ କଲୁ? କାରଣ ଆମେ ଜାଣିଛୁ ଆମ ପରମେଶ୍ୱର ସକ୍ଷମ ପରମେଶ୍ୱର, ଲଜ୍ଜିତ ହେବା ପାଇଁ ଦେଇନାହାନ୍ତି। ବହୁତ ସୁନ୍ଦର ଭାବରେ କାମ ଉପରେ କାମ, ଏବେ ତଳ କାମ ସରିଲା, ଉପରେ ଚର୍ଚ୍ଚ ବିଲ୍ଡିଂ ହଉଛି, ଆଉ ଅଳ୍ପ କିଛି ଦିନ ଗଲା ପରେ ଟୋଟାଲି ସେ କାମ ମଧ୍ୟ ସରିଯିବ, ସେଟା ବି ପ୍ରତିଷ୍ଠା ହେବ। ଆମମାନଙ୍କ ପରମେଶ୍ୱର ସକ୍ଷମ ପରମେଶ୍ୱର ଅଟନ୍ତି। ସେ ସବୁ କରିପାରନ୍ତି। ତାଙ୍କ ପାଖରେ କୌଣସି ବିଷୟ ଅସାଧ୍ୟ ନୁହେଁ। ସେମିତି ପରମେଶ୍ୱର। ଗୋଟେ ସୁନ୍ଦର ପଦ ପଢିବା ଆମେ, ଦାନିଏଲ ପୁସ୍ତକକୁ ଆପଣ ମାନେ ଆସିବେ। ଦାନିଏଲ ପୁସ୍ତକ 3 ଅଧ୍ୟାୟ। ତିନିଟା ଯୁବାଙ୍କର କଥା ଟିକେ ଆମେ ଶୁଣିବା। ଆମେ ଭେଣ୍ଡିଆ ପିଲାମାନେ କୋଉ ବିଷୟରେ କଥା ହଉଛନ୍ତି? ନାଇଁ, ମଲ୍ଲିକୁ ଦେଖ, ଚମ୍ପାକୁ ଦେଖ, ଢାଲିଆକୁ ଦେଖ, ଏଇସବୁ କଥାବାର୍ତ୍ତାରେ ଆଜିକାଲିର ପୁଅ ଝିଅ ମାନେ ମଲ୍ଲି, ଚମ୍ପା, ଢାଲିଆ ଭିତରେ ରହିଯାଇଛନ୍ତି। ମାତ୍ର ଏଇ ଯୋଉ ଯୁବା ମାନେ, ସେମାନଙ୍କର କଥାବାର୍ତ୍ତା ଗୋଟେ ଅଲଗା। 3 ଅଧ୍ୟାୟରେ ସେ ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଜାଙ୍କୁ ସେ କହୁଅଛନ୍ତି। 17 ପଦ ମୁଁ ପଢୁଛି, 16 ପଦରୁ। ସଦ୍ରକ୍, ମୈସଦ୍ ଓ ଅବେଦନଗୋ ରାଜାକୁ ଉତ୍ତର କରି କହିଲେ, ନା ଧରି କହୁଛନ୍ତି, ହେ ନବୁକଦ୍ନେସର, ଏ ବିଷୟରେ ଆପଣଙ୍କୁ ଉତ୍ତର ଦେବାର ଆମ୍ଭମାନଙ୍କ ପ୍ରୟୋଜନ ନାହିଁ। କାରଣ ସେ ପୂର୍ବରୁ କହିଛନ୍ତି 15 ପଦରେ, ତୁମମାନଙ୍କୁ ଏମିତି କୋଉ ଦେବତା ଅଛନ୍ତି ଯେ ମୋ ହସ୍ତରୁ ଉଦ୍ଧାର କରିବେ? ତୁମେ ମୋର ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରୁନ। ଏଇ ଯୋଉ ସଦ୍ରକ୍, ମୈସଦ୍, ଅବେଦନଗୋଙ୍କ ଜୀବନରେ ରାଜନୀତିକ ଷଡ଼ଯନ୍ତ୍ର ଚାଲିଛି, ରାଜନୀତିକ ପ୍ରେସର ତାଙ୍କ ଜୀବନରେ ଅଛି। ଏମାନେ ସତ୍ୟ ପରମେଶ୍ୱରଙ୍କ ସେବା କରି ଯିବା ସମୟରେ ରାଜନୀତିକ ଦଳ ତାଙ୍କ ଉପରେ ପ୍ରଭାବ ପକେଇ ତାଙ୍କୁ କହୁଛନ୍ତି ଜୟ କହ, ଅମୁକ ନାଁର ଜୟ କହ, ସମକ ନାଁର ଜୟ କହ। ଏଇଟା ଚାଲିଛି। ଏବେ ଦେଖିଲେ ଆପଣ ନା, କୋଲକାତାରେ ଚର୍ଚ୍ଚ ବିଲ୍ଡିଂ ଟା ତିଆରି ସରି ନାହିଁ, ଏତେ ସୁନ୍ଦର ଫିନିସିଂ ରେ କାମ ଚାଲିଛି। ଆମକୁ କୋଉଟା ଅସୁବିଧା ଲାଗିଗଲା ଯେ ମଦ ଭାଟି ଭାଙ୍ଗିଲେ ନାହିଁ, ଜୁଆଡା ଭାଙ୍ଗିଲେ ନାହିଁ, ସିନେମା ହଲକୁ ଭାଙ୍ଗୁନାହାନ୍ତି, କୋଉଟା ଭାଙ୍ଗୁଛନ୍ତି? ଚର୍ଚ୍ଚଟା। ଯୋଉ ଚର୍ଚ୍ଚ ଏବେ କମ୍ପ୍ଲିଟ ହେଇନି, ସେମାନେ ଦେଖୁଛନ୍ତି ଚର୍ଚ୍ଚ ତିଆରି ହଉ ହଉ ଏକା ଏତେ ଅସୁବିଧା ହଉଛି। ଆଉ ଯଦି ଆରାଧନା ଷ୍ଟାର୍ଟ ହେଲେ ତ ଆମେ ରହିପାରିବୁ ନାହିଁ। ଆମେ ସେଥିପାଇଁ ସେମାନଙ୍କ ଭିତରେ ଥିବା ବିଷୟ ଗୁଡିକ ସେମାନଙ୍କୁ ଚର୍ଚ୍ଚକୁ ଭାଙ୍ଗିବା ପାଇଁ ସେମାନଙ୍କୁ ନେଇଯାଉଛି। ଭାବି ଦେଖନ୍ତୁ କି ପ୍ରକାର ଭାବରେ ସେମାନେ ଚର୍ଚ୍ଚକୁ ଭାଙ୍ଗୁଛନ୍ତି। ରାଜନୀତିକ ପ୍ରେସର, ସୋସିଆଲ ମିଡିଆରେ ସେମାନଙ୍କୁ କ୍ୟାମେରା ଲାଗିଛି, ସବୁ ଦେଖାଯାଉଛି, ସବୁ କରୁଛନ୍ତି। ଆଉ କିଏ ସେମାନଙ୍କୁ କିଛି ପ୍ରଶ୍ନ ପଚାରି ପାରେ? ଉଲ୍ଟା ଏମାନଙ୍କୁ ପ୍ରଶ୍ନ ପଚାରୁଛନ୍ତି, କାହିଁକି ସେ ଚର୍ଚ୍ଚ ଭାଙ୍ଗିବା କହିଲେ? ତୁମେ କିଛି ଭୁଲ କରିଥିବ ନା? ଆରେ ଯିଏ ଭାଙ୍ଗିଲେ ସେମାନଙ୍କୁ ଧରିକିନା ପ୍ରଶ୍ନ ପଚାରିଲେ ହେବ ନାହିଁ, ତାଙ୍କୁ ପଚାରିବେ ନାହିଁ। ଯୋଉମାନେ ମାଡ ଖାଇଛନ୍ତି ତାଙ୍କୁ ଧରିକିନା। ଯୋଉମାନେ ସେଇ ପ୍ରକାର ପରିସ୍ଥିତି, ମୁଁ ସେଇ ବିଷୟରେ ମୁଁ ଭଲ ଭାବରେ ଜାଣେ। ଜଣେ ପାଷ୍ଟରଙ୍କ ଚର୍ଚ୍ଚକୁ ଭାଙ୍ଗି ଦଉଛନ୍ତି, ଆମକୁ ଆଗା ନେଇକିନା ଥାନାରେ ରଖି ପିଟି ରହୁଛନ୍ତି। ଏମିତି ପ୍ରକାର ପରିସ୍ଥିତି। ଏଠି ମଧ୍ୟ ରାଜା ନବୁକଦ୍ନେସର ଏ ସଦ୍ରକ୍, ମୈସଦ୍, ଅବେଦନଗୋକୁ କହୁଛନ୍ତି, ବାବୁରେ କାହିଁକି ରେ ତୁ ଆମର କଥା ମାନୁନୁ? ତୁ ଏତେ ସାହସ କାହିଁକି ଦେଖାଉଛୁ? ଏବେ ତ ଏଡିକି ଛୋଟ ଛୋଟ ଅଛ, ଭେଣ୍ଡିଆ ଅଛ, ଠିକରେ ନିଶ ଦାଢି ମଧ୍ୟ ଉଠି ନାହିଁ ତୁମମାନଙ୍କର। ଆଉ ତୁମେ ମୋ ରାଜା ରାଜା ନବୁକଦ୍ନେସରକୁ ତୁମମାନେ ଚ୍ୟାଲେଞ୍ଜ କରୁଛ? କୋଉ ଦେବତା ଅଛନ୍ତି କୁହ ଉଦ୍ଧାର କରିବା ପାଇଁ? ସେତେବେଳେ କହୁଛନ୍ତି, ଆଜ୍ଞା ଏ ବିଷୟରେ ତୁମକୁ ଉତ୍ତର ଦେବାର କିଛି କିଛି ଆବଶ୍ୟକ ନାହିଁ। ତାପଛେ ସେ କଣ କହୁଛନ୍ତି, ଯେବେ ସେପରି ହୁଏ ତେବେ ଆମ୍ଭେମାନେ ଯାହାଙ୍କର ସେବା କରୁ
ଆମ୍ଭମାନଙ୍କର ସେହି ପରମେଶ୍ୱର ଆମ୍ଭମାନଙ୍କୁ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରୁ ରକ୍ଷା କରିବାକୁ ସମର୍ଥ ଅଟନ୍ତି। ହାଲେଲୁୟା। ରକ୍ଷା କରିବାକୁ ସମର୍ଥ ଅଟନ୍ତି। ସେଇ 3 ଜଣ ଯୁବା ଭଲ ଭାବରେ ଜାଣିଥିଲେ। ସେ କହିନଥିଲେ ତୁମେ ଯଦି ଆମକୁ କୁହ ସେ ଅଗ୍ନିକୁଣ୍ଡରେ ପକେଇବା ଗଲାବେଳେ ପରମେଶ୍ୱର ବର୍ଷା କରିଦେବେ, ସେ ଅଗ୍ନିକୁଣ୍ଡ ଲିଭିଯିବ, ସେଟା ସେ କହୁନାହାନ୍ତି। ସେ କଣ କହୁଛନ୍ତି, ସେ ଅଗ୍ନିକୁଣ୍ଡରେ ଯଦି ଆମକୁ ଫିଙ୍ଗି ଦେଲେ ମଧ୍ୟ, ସେ ନିଆଁ ଭିତରେ ପଡିଗଲେ ମଧ୍ୟ, ସେ କଣ କହୁଛନ୍ତି ଯେ ଅଗ୍ନିକୁଣ୍ଡରୁ ଆପଣ ଯୋଉ ଅଗ୍ନିକୁଣ୍ଡ ଆମ ପାଇଁ ପ୍ରସ୍ତୁତ କରିଛନ୍ତି, ସେ ଅଗ୍ନିକୁଣ୍ଡରେ ଫିଙ୍ଗି ଦେଲେ ମଧ୍ୟ ଆମେ ଯାହାର ସେବା କରୁଛୁ ସେ ପରମେଶ୍ୱର ସେଥିରୁ ରକ୍ଷା କରିବା ପାଇଁ ସମର୍ଥ ଅଟନ୍ତି। ପ୍ରିୟମାନେ, ଆମମାନଙ୍କ ପରମେଶ୍ୱର ସକ୍ଷମ ଅଟନ୍ତି, ସମର୍ଥ ଅଟନ୍ତି। ତାଙ୍କେ ସର୍ବଶକ୍ତିମାନ ପରମେଶ୍ୱର। ତାଙ୍କ ପାଇଁ କୌଣସି ବିଷୟ ଅସାଧ୍ୟ ନୁହେଁ। ସବୁ ବିଷୟ ସେ ସାଧ୍ୟ ପରମେଶ୍ୱର ସେ ଅଟନ୍ତି। ଆପଣଙ୍କ ଜୀବନରେ ମନୁଷ୍ୟମାନେ ବିଭିନ୍ନ ପ୍ରକାର ଷଡ଼ଯନ୍ତ୍ର କରିପାରନ୍ତି। ରାଜନୈତିକ ଦଳର ବିଭିନ୍ନ ପ୍ରକାର ପ୍ରେସର ଆପଣଙ୍କ ଜୀବନରେ ଥାଏ। ହେଲେ ମଧ୍ୟ ଆମକୁ ବ୍ୟତିବ୍ୟସ୍ତ ହେବାର ଆବଶ୍ୟକ ନାହିଁ। ଏତେ ସବୁ ଖ୍ରୀଷ୍ଟିଆନ ମାନଙ୍କୁ ନିନ୍ଦା, ତାଡ଼ନା, ହଇରାଣ କରାଯାଉଛି, ପାର୍ଲାମେଣ୍ଟରେ ଜଣେ କେହି ମଧ୍ୟ ଆମ ପାଇଁ ସ୍ୱର ଉଠାଉନାହାନ୍ତି। କେହି କହୁନାହାନ୍ତି ଖ୍ରୀଷ୍ଟିଆନ ମାନଙ୍କୁ କାହିଁକି ମାରୁଛ, ଚର୍ଚ୍ଚକୁ କାହିଁକି ଭାଙ୍ଗୁଛ, କାହିଁକି ସେ ନିରୀହ ଲୋକମାନଙ୍କୁ ତୁମେ ଏତେ ପ୍ରକାର ତାଡ଼ନା କରୁଛ, ସେମାନଙ୍କର ଭୁଲ କଣ, ଜଣେ ବି ସେ କହିବାର ଲୋକ କିଏ ନାହାନ୍ତି। କେହି ନାହାନ୍ତି ଆମକୁ ରକ୍ଷା କରିବା ପାଇଁ। ଆମମାନଙ୍କ ଦିଲ୍ଲୀରେ ନାହାନ୍ତି, କି ମୁମ୍ବାଇରେ ନାହାନ୍ତି, କି ଲୋକସଭାରେ, କି ବିଧାନସଭାରେ, କୋଉଠି ନାହାନ୍ତି। ମାତ୍ର ସ୍ୱର୍ଗରେ ଜଣେ ପରମେଶ୍ୱର ଅଛନ୍ତି, ଯେ ଆମକୁ ରକ୍ଷା କରିବା ପାଇଁ ସାମର୍ଥ୍ୟବାନ ପରମେଶ୍ୱର। ଭାବନ୍ତୁ, 3 ଜଣ ଯୁବା ଏଡେ ବଡ ରାଜାଙ୍କୁ ସେ ଉତ୍ତର କରୁଛନ୍ତି, ରାଜା କଣ ଭାବୁଛ? ଆମେ ଯୋଉ ପରମେଶ୍ୱରଙ୍କ ସେବା କରୁଛୁ, ଅଲଗା ପରି ପରମେଶ୍ୱର ସେ ନାହାନ୍ତି। ଆଉ ସେ ପରମେଶ୍ୱରଙ୍କ ଶକ୍ତି କେତେ, ସାମର୍ଥ୍ୟ କେତେ ଆମେ ଜାଣିଛୁ। ଆପଣ କଣ, ଆପଣଙ୍କ ଠାରୁ ବଡ ରାଜା ଥିଲେ ଫାରୋ। ଆମର ପୂର୍ବପୁରୁଷ ମାନେ ଆମକୁ ଏସବୁ ଶିକ୍ଷା ଦେଇଛନ୍ତି। ଫାରୋକୁ ସେହି ସୁପ ସାଗରରେ ବୁଡେଇକିନା ମାରିଛନ୍ତି ଆମର ପରମେଶ୍ୱର। କଣ ଭାବୁଛନ୍ତି? ଆମର ପରମେଶ୍ୱର ଏତେ ଶକ୍ତିଶାଳୀ ପରମେଶ୍ୱର ସେ ଅଟନ୍ତି। ରାସ୍ତାରେ ଆମେ ଚାଲି ଚାଲି ଆସୁଥିବା ସମୟରେ ଯୋଉମାନେ ଆମ ବିରୁଦ୍ଧରେ ଆସିଲେ ସମସ୍ତଙ୍କୁ ଆମ ପରମେଶ୍ୱର ନଷ୍ଟ କରିଛନ୍ତି। ଏଇଟା ଆମର ପୂର୍ବପୁରୁଷ ମାନେ ଆମକୁ ଶିଖେଇଛନ୍ତି। ସମୁଦ୍ରକୁ 2 ଭାଗ କରିଛନ୍ତି, ପଥରରୁ ପାଣି ଦେଇଛନ୍ତି, ଜର୍ଦ୍ଦନ ନଦୀରେ ପାଣିକୁ 2 ଭାଗ କରିଛନ୍ତି। ଆଉ ଆପଣଙ୍କ ହାତରୁ ଆମକୁ ଉଦ୍ଧାର କରିପାରିବେ ନାହିଁ। ଆମେ ଜାଣିଛୁ ଆମର ପରମେଶ୍ୱର କଣ କରିପାରିବେ। ଆଜି ମଧ୍ୟ ଆମର ଏହି ଶକ୍ତି, ଏହି ସାମର୍ଥ୍ୟ, ଏହି ବାକ୍ୟରେ ଆମର ଏହି ବିଶ୍ୱାସ ରହିବାର ଅଛି। ଆମର ପରମେଶ୍ୱର ଉଦ୍ଧାର କରିବା ପାଇଁ, ରକ୍ଷା କରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ସାମର୍ଥ୍ୟବାନ ପରମେଶ୍ୱର ଅଟନ୍ତି। ପ୍ରିୟମାନେ, ଯେକୌଣସି ଲୋକ, ଯେତେ ସହସ୍ର ଲୋକ ଆମ ବିରୁଦ୍ଧରେ ଆସିଲେ ମଧ୍ୟ ସେ ଉଦ୍ଧାର କରିବା ପାଇଁ ସକ୍ଷମ ଅଟନ୍ତି। କୌଣସି ପ୍ରକାର ଭାବରେ ଆମକୁ ବ୍ୟତିବ୍ୟସ୍ତ ହେବା ନାହିଁ। ମାତ୍ର ପରମେଶ୍ୱରଙ୍କର ସାମର୍ଥ୍ୟକୁ ଆମେ ବୁଝିବାର ଅଛି। ଆମର ପରମେଶ୍ୱର ସେ ସାମର୍ଥ୍ୟବାନ ପରମେଶ୍ୱର। ଜେରେମିୟା ପୁସ୍ତକରେ ଗୋଟେ ପଦ ଲେଖା ହେଇଛି, ମୁଁ ଆପଣମାନଙ୍କୁ ପଢିକିନା ଶୁଣେଇବା ପାଇଁ ଚାହେଁ। ବହୁତ ସୁନ୍ଦର ଭାବରେ ଜେରେମିୟା 32 ଅଧ୍ୟାୟରେ ସେ ଲେଖୁଅଛନ୍ତି। 17 ପଦ ମୁଁ ପଢୁଛି। हे सदाप्रभु, हे प्रभु सदाप्रभु, तुम्भे अपना महापराक्रम और विस्तीर्ण बाहु द्वारा आकाश मंडल और पृथ्वी निर्माण करियछ। तुम्भर असाध्य कि किछि, तुमर असाध्य किछि ही नहीं। एटी जेरेमिया मध्य गोटे स्टेटमेंट दउछंती। आ परमेश्वर विषय रे कहउछंती, परमेश्वर तुम पाई किछि असाध्य नहीं। तुमे सबु विषय तुमे करि परिबो। আজি ଆମମାନଙ୍କର ପରିସ୍ଥିତି ସହିତ କଥା ହେବାର ଅଛି। ଆମର ସିଚୁଏସନ ସହିତ କଥା ହେବାର ଆବଶ୍ୟକ ରହିଛି। ଆମମାନଙ୍କର ଜୀବନରେ ଘଟୁଥିବା ଘଟଣା ସହିତ ଆମେ କଥାବାର୍ତ୍ତା ହେବାର ଅଛି। ଆମକୁ ମୁହଁକୁ ବଡ କରି ଆଖିରେ ଲୁହ ଭର୍ତ୍ତି କରି ବସି ନ ହେବାର ଅଛି। ଆମର ପରମେଶ୍ୱର ଆମକୁ ରକ୍ଷା କରିବା ପାଇଁ ସାମର୍ଥ୍ୟବାନ ପରମେଶ୍ୱର ଅଟନ୍ତି। ଆମର ପରମେଶ୍ୱରଙ୍କ ପାଇଁ ଅସାଧ୍ୟ କିଛି ନାହିଁ, କିଛି ହାର୍ଡ ନାହିଁ। ସେ ସବୁ ବିଷୟ ସେ କରିପାରନ୍ତି। ପ୍ରିୟମାନେ, ସେ ସେଇ ପ୍ରକାର କରିବା ପରମେଶ୍ୱର ସେ ଅଟନ୍ତି। ତାପରେ ଲେଖାଯାଏ 27 ପଦରେ, ଦେଖ ଆମ୍ଭେ ସଦାପ୍ରଭୁ ସମଗ୍ର ମର୍ତ୍ତ୍ୟର ପରମେଶ୍ୱର,
आंभर असाध्य कि किछि अछि किछि नहीं परमेश्वरंकर असाध्य कौनसी विषय नहीं से सब विषय को से संभव करिबा परमेश्वर आमे एटा बुझी परिबार अछि आमे एई शक्ति को एई सामर्थ्य को आमे जेतबेले आमे जानिबा आमे ताहले जीवनर कौनसी परिस्थिति रे आमे बचसा बाहरिबो नहीं आम जीवन रे बचसा काहे की आसे एथिपाई बचसा आसे जे आमे परमेश्वरଙ୍କ सामर्थ्य को आमे जानि न थाओ परमेश्वरଙ୍କ शक्ति को आमे जानि न थाओ जे परमेश्वरଙ୍କ शक्ति को आमे जानि देबा आमे आईबଙ୍କ परी पाउंस गदारे बसी सर्वहरा होई सदा प्रभु देले सदा प्रभु नेले आमे तांकर सेई गौरव आमे करि परिबा सेई महिमा आमे करि परिबा कारण आमर परमेश्वर सक्षम अटंती सबु विषय करिबा पई से संपूर्ण भावरे सक्षम परमेश्वर से अटंती आउ से सक्षम परमेश्वरଙ୍କର शक्ति आमको जेकोसी प्रकार षड्यंत्र हेउना काहेकि जेते शक्तिशाली राजनीतिक दल हेउना काहेकि आमर कौनसी प्रकार क्षति करि परिबो नहीं प्रत्येक प्रकार परिस्थिति रु उद्धार करिबा पई आमर परमेश्वर आम सहित अछंती एब्री पुस्तक 7 अध्याय 25 पद गोटे पढ़िबा आमे नूतन नियम एब्री पुस्तक 7 अध्याय आमाने 25 पद आमे पढ़िबा आमे एमति लेखा गला अतएव ताहांक द्वारा जो माने ईश्वर निकटवर्ती हुंती सेमानंकु से संपूर्ण रूपे परित्राण देबाकु सक्षम अटंती जेणु सेमानंक निमंते निवेदन करिबा पई से नित्य जीवित कि सुंदर पद से आमको संपूर्ण रूपे परित्राण माने बुझिबार अछि परित्राण माने उद्धार छुटकारा मुक्ति आम जीवन रे जेकोसी प्रकार बंधन अछि से सबु प्रकार विषय गोटी गोटी करी छिंडेई 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 उद्धार करिवा पाई से संपूर्ण भाव रे सक्षम अटंती प्रिय माने आम चर्च रे आमर जने अंकल अछंती हम ताऊ दादा बोल डाकू आमे मु जेतेबेले तांकर परिवर्तन को मु देखिली मोर विश्वास एते परिमाण रे बढ़ी गला जीवन रे चर्च केबे जिबे नहीं प्रभु बोलवाडा पार्टी रे केबे आसीबो नहीं सबु समय रे मद पीबे परिवार को हैरान करिवे आम खुड़ी को गाली करिवे रास्ता घाट रे पड़ी किना थिबे मात्र सेही व्यक्ति को जेतेबेले तांकर जुआई सुसमाचार कहिले सेही समय रे से कंप्लीटली चेंज हो गले से मदरे बुड़ी रहिबा लोक टोटाली मद को से छाड़ी देले बीड़ी पीवा लोक टोटाली बीड़ी को से छाड़ी देले भाषा काढ़ा लोक टोटाली भाषा को छाड़ी देले मु तांकर परिवर्तन को देखला परे मोर विश्वास एते बढ़ी गला प्रभु हाँ एते बिंगो टेढ़े मेढ़े को मते तुम सीधा करि पाउछ हमर परमेश्वर सब प्रकार टेढ़े मेढ़े को सीधा करि पाउछ एते 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 खुशी लाग गला तो मोर विश्वास बढ़ी गला हेले जदि तांकु जदि से परित्राण देई पारुछंती दुनियार जेकोसी व्यक्ति को मध्य से परित्राण दे पारे जेड़े बड़ पापी होना कहीं जेड़े बड़ दुष्कर्मकारी होना कहीं तांकु मध्य से उद्धार करि परिबे कारण आमर परमेश्वर आमको संपूर्ण भाव रे परित्राण करिबा पई सक्षम अटंती तांको पाखरे सामर्थ्य रही अछि प्रिय माने आमर परमेश्वर अक्षम परमेश्वर नहंती सेति पई जेकोसी विषय बंधन रे आमे अछु आमे सिठु आमे बाहरी परिबा आमे मो एमती बसु बसु कथबार्ता हो जड़े मो विरुद्ध रे सब बेले आगर जाए कहूथबो तागर जाए कहूथबो तागर जाए कहूथबो से व्यक्तिंकर पाई गोटे खराब चिंता आगर केमिति से सब बेले आगरे तागरे मो विषय जाए कि कहउचंती बोली कि ना जदि से खटिया धरी थांते ताकर किछु असुविधा हो जायथंता भलो होइथंता बोला परे मन भीतर थॉट सब आस्तला म कहली प्रभु हाँ मते से तिक्ततारु मते बाहर करो मु कहली तुमे तो संपूर्ण मते उद्धार करि परिबो एई विषय जनक विषय खराब चिंता आसीबारु उद्धार कर सेतबेले से प्रभु मते धीमी आवाज रे कहले देखे साउल आउ दाऊदंकर स्टोरी टिके देखे साउल जीवन सारा दाऊदंकु हत्या करिबा पई मारिबा पई पछरे पछरे गोडौतिला मात्र दाऊद दिने हेले मध्य साउलंक विरुद्ध उठी नांती
ତୁ କଣ ଦାଉଦ ହେବା ପାଇଁ ଚାହୁଁଛୁ କି? କହିଲି ପ୍ରଭୁ ୟେସ୍ ପ୍ରଭୁ ୟେସ୍, ମୁଁ ଦାଉଦ ହେବା ପାଇଁ ଚାହୁଁଛି। ସେ ମୋ ବିରୁଦ୍ଧରେ ଯେତେ ଷଡ଼ଯନ୍ତ୍ର କଲେ ମଧ୍ୟ, ଯେତେ ଗାଳି କଲେ ମଧ୍ୟ, ମୁଁ କେବେ ମଧ୍ୟ ତାଙ୍କର ଅନିଷ୍ଟ କେବେ ଚିନ୍ତା କରିବି ନାହିଁ। ତାଙ୍କ ଦୀର୍ଘାୟୁ ପ୍ରାର୍ଥନା କରିବି, ସେ ଭଲରେ ଥାଆନ୍ତୁ। ପ୍ରିୟମାନେ, ପରମେଶ୍ୱର ସବୁ କରିବା ପାଇଁ ସେ ସକ୍ଷମ ଅଟନ୍ତି। ଏହାର ଅର୍ଥ କଣ? ଆମର ଶତ୍ରୁକୁ ଆଶୀର୍ବାଦ କରିବା ପାଇଁ ମଧ୍ୟ ଆମକୁ ସକ୍ଷମ ଅଟନ୍ତି। ଏମିତି ଆମ ପରମେଶ୍ୱର ସେ ପ୍ରକାର ପରମେଶ୍ୱର ଅଟନ୍ତି। ଦେଖନ୍ତୁ, ଅନେକ ସମୟରେ ବହୁ ଶାଶୁର ଯେତେ ସେବା କଲେ ମଧ୍ୟ ଶାଶୁ କେବେ ମଧ୍ୟ ଖୁସି ହେବେ ନାହିଁ। ଶାଶୁକୁ ଖୁସି କରିବାଟା ଅସମ୍ଭବ ବୋଲି ଭାବେ ସେମାନେ। ହଁ, ସେମିତି ପରିସ୍ଥିତି। ଯେତେ ଯୋଉଟା କଲେ ମଧ୍ୟ ଖୁଣ, ଏମିତି କଣ କରୁଛ, ସେମିତି କଣ କରୁଛ, ସେମିତି କଣ କରୁଛ। ହଁ, ସେ ଶାଶୁକୁ କେବେ ପ୍ରେମ କରିହେବ? प्रभु का दास सूरज प्रेमानी कहती, शत्रु को प्रेम करना आसान है, सास को प्रेम करना मुश्किल है, क्योंकि शत्रु एक साल में एक बार आता है, मगर सास हर दिन आती है। से कहते सेमती स्टोरी। प्रिय माने, आमर परमेश्वर आमको एते सक्षम करिवे, आमको एते से शक्ति और सामर्थ्य देवे जे आमको संपूर्ण परित्राण से करि परिबे। आम जो जो विषय आम बंधा होइछु, से सबरू आमको उद्धार करने पाई से सामर्थ्यवान परमेश्वर। देखो, बाहिनी भूत को बांधिले 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 छाड़ीदेले, सेमानकु मध्य टिके बुद्धि नहीं, ऑलरेडी से बंधा होइछि दुष्ट आत्मा द्वारा, ताकू आरी बांधुचंती। एमिति अछंती के जण अछंती, ऑलरेडी तो से बंधा होई जाइछि, ताकू आरी दौड़ी रे सिंकुळे रे बांधुचंती। जीसु दौड़ी पड़ी धरिया गले नाही, कारण जीसु जानिचंती से ऑलरेडी बंधा होइचंती, मु ताकू बंधन मुक्त करिवा पई जाउछि। से गले आउ तांगर बंधन को संपूर्ण भाव मुक्त करदेले। अन्य माने बांधिबा पई जाउचंती, आम निकट को लोक माने बांधिबा पई आसुचंती, मात्र आमर परमेश्वर आम निकट को आमको मुक्त करने पे आसुचंती। प्रत्येक विषय रु से आमको मुक्त करने परमेश्वर। आम परमेश्वर सामर्थ्यवान अटंती, तांको पाई कौनसी विषय असंभव नहीं, से संपूर्ण भाव में सक्षम परमेश्वर। एटा को आमे आमान जीवन रे गंठी बांधी रखिदेबा। आमे एमिति गोटे परमेश्वर को सेवा करूचु जे कि नथिबा वस्तु को थिबा वस्तु पर डाकंती। भावंतु, एमिति भयंकर परमेश्वर से अटंती, आउ तांकर शक्ति सामर्थ्य अपार अटे। ए प्रकार कौनसी शत्रु नहीं जा पाखर उद्धार करि परिबे नहीं, ए प्रकार कौनसी रोग नहीं जोठु से सुस्थता दे परिबे नहीं, एमिति कौनसी समस्या नहीं जोटा कि समाधान करि परिबे नहीं। गोटे स्वामी स्त्री अशांति हेतिला, आउ पुओंकर माँ मते सब बेले फोन करिवार, पास्टर आज्ञा बाहागर करेलु, ता पछे बहु आम घर रहिले, गोटे झियो, गोटे सुंदर झियो गोटे हला, आउ एबे तांग माँ को घर को जाई किना आसु नहांती। मु कहली आसीबे आसीबे, मु कहली तांको कंटिन्यूस आमे पाखा पाखी 3 वर्ष आमे प्रार्थना करिछु। आमे 3 वर्ष प्रार्थना करचु प्रार्थना करचु प्रार्थना करचु, से कहउचंती केते जण बुझौचंती, से बुझु नांती। ता पछे दिने मु जयपुर रे अछि, फोन आसिला जे आम बहु को भूत लागि जाइछि बोली किना। हेले से पालक आज्ञा गले भूत छड़ेले, आउ से भूत गला नहीं। ता पछे से तांकर पुओ मते फोन कले, आज्ञा मो स्त्री को भूत लागि जाइछि, गोटे काम कर, मते 5 मिनिट पर वीडियो कॉलिंग कर। मु पळेली आमर से पिंटू भाई को घर को, आ वीडियो कॉलिंग करा गला। आ वीडियो कॉलिंग रे मु प्रार्थना करली, सेता बेले से स्त्री लोक पड़ी गले, से बहु तांकर बहु पड़ी गला परे भूत पळेला। भूत पळेला परे मु कहली, जदि तुम माँ घरे थी आउ थे भूत लगे, भूतर उद्धार पाउच बोले शाशु घर को पलि जाओ कहीदे। मु तो भयंकर कहीदिए पछे देखु भूत खराब बोली किए कहला। भूत गोटे थर भूत लागू लागू से धीरे पलायले स्वामी घर को। परमेश्वर भूत दे मिशा काम करि पारंती, दूत दे काम करि पारंती। परमेश्वर सामर्थ्यवान परमेश्वर, एमिति कौनसी पारिवारिक समस्या नहीं जो समाधान से करि परिबे नहीं, एमिति कौनसी प्रकार रोग नहीं जो सुस्थ करि परिबे नहीं। आमर परमेश्वर सामर्थ्यवान परमेश्वर, से सर्वशक्तिमान परमेश्वर अटंती।
प्रिय माने से प्रकार परमेश्वरଙ୍କର ଆମେ ସେବା ଆରାଧନା ଆମେ କରୁଛୁ ଆମେ ସେଥିପାଇଁ ଆଜିର ସନ୍ଦେଶର ଏଇଟା ଆପଣ ମାନଙ୍କ ମନ ଭିତରେ ମୁଁ ରଖିବା ପାଇଁ ଚାହେଁ ଯେ ଆମମାନଙ୍କର ପରମେଶ୍ୱର ସେ ସକ୍ଷମ ଅଟନ୍ତି। ପଢିବା ପଢନ୍ତୁ ଭାଇ ଫିଲିପିଓ 4 ଅଧ୍ୟାୟର 19 ପଦ। ୟେସ୍ ପଢିବା। ପୁଣି ମୋର ଈଶ୍ୱର ଖ୍ରୀଷ୍ଟ ଯୀଶୁଙ୍କ ଠାରେ ତାହାଙ୍କର ଗୌରବମୟ ଐଶ୍ୱର୍ଯ୍ୟ ଅନୁସାରେ ତୁମମାନଙ୍କର ପ୍ରତ୍ୟେକ ଅଭାବ ପୂରଣ କରିବେ। ପ୍ରତ୍ୟେକ ଅଣ୍ଡରଲାଇନ ଯାହା କରିଥିବେ ପ୍ରତ୍ୟେକ ଅଭାବକୁ ସେ ପୂର୍ଣ୍ଣ କରିବା ପାଇଁ ସାମର୍ଥ୍ୟବାନ ପରମେଶ୍ୱର ସେ ଅଟନ୍ତି। କାହିଁ ଆମ ପରମେଶ୍ୱର ଆମର ପ୍ରତ୍ୟେକ ଆବଶ୍ୟକତାକୁ ସେ ପୂର୍ଣ୍ଣ କରିବା ପରମେଶ୍ୱର ସେ ଅଟନ୍ତି। ଏମିତି ପରମେଶ୍ୱରଙ୍କୁ ଆମେ ପାଇଛୁ ଆମେ ତାଙ୍କ ପାଇଁ କୌଣସି ପ୍ରକାର ବିଷୟ ଅସମ୍ଭବ ନାହିଁ। ପ୍ରିୟମାନେ ଯୋଉ ସମୟରେ ସେ ପ୍ରାନ୍ତରରେ ଟିକେ ଭାବି ଦେଖନ୍ତୁ ପ୍ରାନ୍ତରରେ ଯୀଶୁଖ୍ରୀଷ୍ଟ ମିଟିଂ ନଉଛନ୍ତି ପ୍ରାନ୍ତର ଅଛି ଆଉ ସମସ୍ତେ ଭୋକରେ ଅଛନ୍ତି ସେଇ ସମୟ ଯୀଶୁ କହିଲେ ସମସ୍ତଙ୍କୁ ଖୁଆଅ। ଶିଷ୍ୟମାନେ କହିଲେ କଣ କହିଲେ ଆମ ପାଖରେ ପଇସା ନାହିଁ ଖୋଜି ଖୋଜିକିନା ଯାଇକିନା ଆଣିଲେ 5 ରୁଟି 2ଟି ମାଛ ଯୋଉଟା କି ବହୁତ ଅଳ୍ପ ଅଟେ। ଆଉ ଜାଗା ଦେଖିଲା ବେଳେ ପ୍ରାନ୍ତର କୋଉଠୁ କିଣି ହେବ ନାହିଁ କୋଉଠି ଯାଇ ହେବ ନାହିଁ। ଏଇ ପ୍ରକାର ସିଚୁଏସନରେ ପ୍ରଭୁ କଣ କରୁଛନ୍ତି ରୁଟିକୁ ଭାଙ୍ଗୁଛନ୍ତି ମଲ୍ଟିପ୍ଲାଏ କରୁଛନ୍ତି। ଭାବନ୍ତୁ 5ଟା ରୁଟି 2ଟା ମାଛ ହଉଛି ଜଣେ ବ୍ୟକ୍ତିଙ୍କର ଖାଦ୍ୟ। ସେ ଜଣେ ବ୍ୟକ୍ତିଙ୍କର ଖାଦ୍ୟ ଯେତେବେଳେ ପରମେଶ୍ୱରଙ୍କ ହସ୍ତରେ ଆମେ ଦେଇ ଦଉଛୁ ଆମେ ସେଇଟା ମଲ୍ଟିପ୍ଲାଏ କରି ପ୍ରଭୁ ବଢେଇ ଦେବେ। ଯେତେବେଳେ କୋଭିଡ ମହାମାରୀ ଚାଲିଥିଲା ମୋର ଭାଣିଜୀ ସେ ଭଡା ଘରେ ରହୁଥିଲା ତାଙ୍କର ସ୍ୱାମୀ ଯେତିକି ପଇସା କମଉଥିଲେ ତାଙ୍କର ଘର ଭଡା ଦଉଥିଲେ ଆହୁରି ସେମାନଙ୍କୁ ଡାଲି ଚାଉଳ କିଣିବା ପାଇଁ ମଧ୍ୟ ପଇସା ହଉନଥିଲା। ସେତେବେଳେ ସେ ଗୋଟେ ଗ୍ରୁପ ଲୋନ ଆଣିଲେ 50,000 ଟଙ୍କା ଆଣି ମୋର ହାତରେ ଧରେଇଲେ ଏଇଟାକୁ ପ୍ରାର୍ଥନା କର ଆମେ ଘର ତିଆରି କରିବୁ। ମୁଁ ପ୍ରାର୍ଥନା କରି ସେ ପଇସାକୁ ଧରି ଆଉ କୋଭିଡ ସମୟରେ ଯୋଉ ସମୟରେ ଲୋକଙ୍କ ପାଖରେ ଖାଇବା ପିଇବାକୁ ନଥିଲା ସେଇ ସମୟରେ ସେ ତାର ଘରକୁ ସେ ତିଆରି କଲା ବହୁତ ସୁନ୍ଦର ଭାବରେ ସେ ଘରକୁ ତିଆରି କଲା। ପ୍ରିୟମାନେ ଆମର ପରମେଶ୍ୱର ଆମର ପ୍ରତ୍ୟେକ ଅଭାବକୁ ଆବଶ୍ୟକତାକୁ ସେ ପୂର୍ଣ୍ଣ କରିବା ପରମେଶ୍ୱର ସେ ଅଟନ୍ତି। ଏମିତି ପରମେଶ୍ୱରଙ୍କର ଆମେ ସେବା କରୁଛୁ ଆରାଧନା କରୁଛୁ। ଆମମାନଙ୍କ ଜୀବନରେ ଅନେକ ସାକ୍ଷ୍ୟ ଗୁଡିକ ରହିଛି ଯେ ପରମେଶ୍ୱର କି ପ୍ରକାର ଭାବରେ ଉପଯୁକ୍ତ ସମୟରେ ଆମମାନଙ୍କର ଆବଶ୍ୟକ ଗୁଡିକକୁ ସେ ଯୋଗେଇଛନ୍ତି ଅଭାବକୁ ପୂର୍ଣ୍ଣ କରିଛନ୍ତି। କାହାକୁ ଆମେ କହିନାହୁଁ ମାତ୍ର ସେ ରାଇଟ ଟାଇମରେ ରାଇଟ ବିଷୟ ଗୁଡିକ ଆମମାନଙ୍କ ଜୀବନରେ ଆଣି ସେ ଯୋଗେଇ ଦେଇଛନ୍ତି। ଏଥିପାଇଁ ଆମର ପରମେଶ୍ୱର ଗୀତ ସଂଗୀତା 23 ଗୀତରେ କହୁଛୁ ଆମେ କଣ କହୁଛୁ ଆମେ ଟିକେ ପଢିବା ଆମେ 1 ପଦଟା। ୟେସ୍ ପଢିବା ସଦାପ୍ରଭୁ ମୋ ପ୍ରତିପାଳକ ମୋର ଅଭାବ ହେବ ନାହିଁ। ଓକେ ଦେଖନ୍ତୁ এইটাକୁ ମଧ୍ୟ ଆମେ ଜାଣିବାର ଅଛି ଯଦି ମୋର ପ୍ରତିପାଳକ ମୋର ପରମେଶ୍ୱର ମୋର ଅଭାବ ହେବ ନାହିଁ। ଅଭାବ ହେବ ନାହିଁ ବୋଲି କହିଲେ ହେବ ନାହିଁ। କାହିଁକି ପ୍ରିୟମାନେ ସେ ଭୋକରେ ମାରିବା ପାଇଁ ଡାକି ନାହାନ୍ତି ଅଭାବରେ ରହିବା ପାଇଁ ଡାକି ନାହାନ୍ତି। ସେ ଆମର ସକଳ ଆବଶ୍ୟକକୁ ପୂର୍ଣ୍ଣ କରିବା ପାଇଁ ସାମର୍ଥ୍ୟବାନ ପରମେଶ୍ୱର ସେ ସବୁ ବିଷୟ ଆମମାନଙ୍କୁ ଯୋଗେଇବେ ଏମିତି ପରମେଶ୍ୱର ସେ ଅଟନ୍ତି। ରୋମିଓ ପୁସ୍ତକ 14 ଅଧ୍ୟାୟକୁ ଆସିବା। ରୋମିଓ ପୁସ୍ତକ 14 ଅଧ୍ୟାୟ ଗୋଟେ ମିନିଟ କେତେ ଆଜ୍ଞା? ମୁଁ କହିଦଉଛି କୋଉ ପଦଟା କହିଦଉଛି ରୋମିଓ 14 ପ୍ରେଜ୍ ଦ ଲର୍ଡ। ରୋମିଓ ପୁସ୍ତକ 14 ଅଧ୍ୟାୟ ପଢିବା ଆମେ 4 ପଦ ପଢନ୍ତୁ।
ତୁମ୍ଭେ କିଏ ଯେ ଅନ୍ୟର ଦାସର ବିଚାର କରୁଅଛ? କରୁଅଛ ସେ ଆପଣା ପ୍ରଭୁ ନିକଟରେ ସ୍ଥିର ରୁହେ ବା ପତିତ ହୁଏ, ହଁ ତାହାକୁ ସ୍ଥିର ରଖାଯିବ, କାରଣ ତାହାକୁ ସ୍ଥିର ରଖିବାକୁ ପ୍ରଭୁଙ୍କର ଶକ୍ତି ଅଛି। ଟିକେ ଭାବି ଦେଖନ୍ତୁ, ଆମମାନେ ଅସ୍ଥିର ହେଲେ ମଧ୍ୟ ବିଭିନ୍ନ ବିଷୟରେ ଆମେ ଅସ୍ଥିର ହେଇଯାଉଛୁ। ଆମେ ସେ ଅସ୍ଥିର ସମୟରେ ଅନ୍ୟମାନେ ଆମର ବିଚାର କରୁଛନ୍ତି, ଇଏ ଅସ୍ଥିର ହଉଛି, ଇଆଡକୁ ଯାଉଛି, ସିଆଡକୁ ଯାଉଛି, ସିଆଡକୁ ଯାଉଛି। ଆମର ପରମେଶ୍ୱର ଆମର ଅସ୍ଥିରତାରେ ମଧ୍ୟ ଆମକୁ ସୁସ୍ଥିର କରିପାରିବେ, ସ୍ଥିର ରଖିବା ପାଇଁ ସେ ସାମର୍ଥ୍ୟବାନ ପରମେଶ୍ୱର ଅଟନ୍ତି। ପ୍ରିୟମାନେ, ଯୋଉ ସମୟରେ ଆମେ ଅସ୍ଥିରତା ମଧ୍ୟରେ ଆମେ ଯାଉ, ଆମେ ଏଇଟା କରିବୁ କି କରିବୁ ନାହିଁ, ଏଇଟା ହେବ କି ଏଇଟା ହେବ ନାହିଁ, ସେଇ ସମୟରେ ଆମର ପରମେଶ୍ୱର ଆମକୁ ସ୍ଥିର ରଖିବା ପାଇଁ ମଧ୍ୟ ସେ ସକ୍ଷମ ଅଟନ୍ତି। ଯୋଉ ସମୟରେ ମଧ୍ୟ ଯେକୌଣସି ନିଷ୍ପତ୍ତି ଆମେ ନେବା ପାଇଁ ଆମେ ବିଚଳିତ ହଉଛୁ, କଣ କରିବା, କେମିତି କରିବା, ସେଇ ସମୟରେ ଆମେ ଅସ୍ଥିର ହେବା ନାହିଁ। ଆମର ପରମେଶ୍ୱର ଆମକୁ ସୁସ୍ଥିର କରିପାରନ୍ତି, ଆମକୁ ସ୍ଥିର କରିପାରନ୍ତି। ଭାବନ୍ତୁ, ଦେଖନ୍ତୁ, ଯୋଉ ସମୟରେ ସେମାନେ ନୌକାରେ ଡଙ୍ଗାରେ ଯାଉଛନ୍ତି, ପବନ ସେମାନଙ୍କୁ ଅସ୍ଥିର କରୁଛି, ତୋଫାନ ସେମାନଙ୍କୁ ଅସ୍ଥିର କରୁଛନ୍ତି। ଯୀଶୁ ଧମକ ଦେଲେ, ପବନକୁ କହିଲେ ତୁ ନିହ, ଚୁପ୍ କର କହିଲେ। ଆମମାନଙ୍କ ପରମେଶ୍ୱର ପବନକୁ ଧମକ ଦେଇ ସମୁଦ୍ରକୁ ଯାরা ସ୍ଥିର କରିପାରୁଛନ୍ତି, ଆମକୁ ମଧ୍ୟ ସ୍ଥିର କରିପାରିବେ, ଆମକୁ ମଧ୍ୟ ସୁସ୍ଥିର କରିପାରିବେ। ଆମ ପରମେଶ୍ୱର ସେ ପ୍ରକାର ବିଷୟ। ଆପଣଙ୍କର ଯେକୌଣସି ପରିସ୍ଥିତିରେ ଆପଣ ଅସ୍ଥିରତା ମଧ୍ୟ ଦେଇ ଯାଉଛନ୍ତି, ଅସ୍ଥିର ଅଛନ୍ତି, ପ୍ରଭୁଙ୍କ ନିକଟରେ ଏତିକି କୁହନ୍ତୁ, ପ୍ରଭୁ ମତେ ଟିକେ ସୁସ୍ଥିର କର, ମତେ ଟିକେ ସ୍ଥିର କର। ନିଜର ଦୁଃଖ ଅନ୍ୟ ଆଡକୁ ନେବା ଆବଶ୍ୟକ ନାହିଁ, ପ୍ରଭୁଙ୍କ ନିକଟକୁ ଯାଅ। ବେଳେ ବେଳେ ଆମେ ଏ ପ୍ରକାର ଗୋଟେ ଏଲୋନ, ଏକଲା ପଳେଇ ହେଇଯାଉଛୁ ଆମେ, ଆଉ ଆମ ମନ ମଧ୍ୟରେ ଅନେକ ବିଷୟ ପଳେଇ ଆସେ, ଆମେ ମନକୁ ଆମେ ସ୍ଥିର ଆମେ କରିପାରୁନାହୁଁ। ପରମେଶ୍ୱର ସେ ଆମକୁ ସୁସ୍ଥିର କରିପାରିବେ, ଅନ୍ୟମାନେ ଆମକୁ ବଚସା କରିପାରିବେ, କହିପାରିବେ ଇଏ କେମିତି, ଇଏ ସେମିତି, ମାତ୍ର ପରମେଶ୍ୱର କେମିତି ପରମେଶ୍ୱର, ଆମକୁ ସ୍ଥିର କରିବା ପରମେଶ୍ୱର, ଆମକୁ ସୁସ୍ଥିର କରିବା ପରମେଶ୍ୱର ସେ ଅଟନ୍ତି। ଆଜି ମଧ୍ୟ ପରମେଶ୍ୱର ଆମମାନଙ୍କୁ ସୁସ୍ଥିର କରିପାରିବେ। ଆଉ ଗୋଟେ ସୁନ୍ଦର ପଦ ଆମେ ପଢିବା, ଆମେ ଯହୁଦା ପୁସ୍ତକ 1:24 ଆମେ ପଢିବା। ଯେ ତୁମମାନଙ୍କୁ ହଁ, ଯେ 24। ତୁମମାନଙ୍କୁ ସ୍ଖଳନରୁ ରକ୍ଷା କରିବାକୁ ପୁଣି ଆପଣା ଗୌରବ ସମ୍ମୁଖରେ ମହା ଆନନ୍ଦରେ ନିର୍ଦ୍ଦୋଷ ରୂପେ ଉପସ୍ଥିତ କରିବାକୁ ସକ୍ଷମ। ଦେଖନ୍ତୁ କେତେ ସୁନ୍ଦର। ସେ ଆମେ ତ ଖସି ଯାଉଛୁ, ଏକରେ ଅସ୍ଥିର ହଉଛୁ, ଦୁଇରେ ଯେତେବେଳେ ଆମେ ଖସି ଯାଉଛୁ, ଆମେ ଖସି ଯିବା ସମୟରେ ମଧ୍ୟ ଆମକୁ ସେ ଖସିବାରୁ ସଂକଳନରୁ ରକ୍ଷା କରିବାକୁ ଆଉ ଆପଣା ଗୌରବ ସମ୍ମୁଖରେ ମହାନନ୍ଦରେ ନିର୍ଦ୍ଦୋଷ ରୂପେ ଉପସ୍ଥିତ କରିବା ପାଇଁ ସେ ସକ୍ଷମ ଅଟନ୍ତି। କି ପ୍ରକାର ଭୟଙ୍କର ପରମେଶ୍ୱର ସେ ଅଟନ୍ତି। ଆମମାନଙ୍କ ପାଇଁ ସେ ସମ୍ପୂର୍ଣ୍ଣ ସବୁ ପରିସ୍ଥିତିରେ ଆମକୁ ସମ୍ଭାଳିବା ପାଇଁ ସେ ସକ୍ଷମ ଅଟନ୍ତି। ସବୁ ପରିସ୍ଥିତିରେ ଆମ ସହିତ ଆମକୁ ସୁସ୍ଥିର କରିବା ପାଇଁ ସକ୍ଷମ ଅଟନ୍ତି। ଶେଷ ପଦ ଗୋଟେ ଆମେ ପଢିବା, ଆମେ ମୋ ସହିତ ଦ୍ୱିତୀୟ ରାଜାବଳୀ ବଂଶାବଳୀ ପୁସ୍ତକ 25 ଅଧ୍ୟାୟ, ଏହାର 9 ପଦ ଆମେ ପଢିବା। ଦ୍ୱିତୀୟ ବଂଶାବଳୀ 25:9 ଶେଷ ପଦ, ଶେଷ ଲାଇନଟା ଆମେ ପଢିବା, ପୁରା ପଢିବା, ତା ଶେଷ ଲାଇନଟା ପଢିବା ଆମେ 24:9। ଆଉ ପରମେଶ୍ୱରଙ୍କ ସେବକ ମଶା ପ୍ରାନ୍ତରରେ ଇସ୍ରାଏଲ ଉପରେ ଯେଉଁ କର ବସାଇଥିଲେ, ତାହା ସଦାପ୍ରଭୁଙ୍କ ନିମନ୍ତେ ଆଣିବା ପାଇଁ ସେମାନେ ଜିହୁଦା ଓ ଜେରୁସାଲେମରେ ଘୋଷଣା କରାଇଲେ। ଦ୍ୱିତୀୟ ବଂଶାବଳୀ କ୍ରୋନିକଲ 25:9, ଦ୍ୱିତୀୟ ବଂଶାବଳୀ 25:9 ହେଲା, 25 25:9। ତହିଁରେ ଅମତ୍ସ୍ୟ ପରମେଶ୍ୱରଙ୍କ ଲୋକକୁ କହିଲେ, ଭଲ, ମାତ୍ର ମୁଁ ଇସ୍ରାଏଲ ସୈନ୍ୟକୁ ଯେଉଁ 100 ତାଳନ୍ତ ରୂପା ଦେଇଅଛି, ତହିଁ ପାଇଁ ଆମ୍ଭେମାନେ କଣ କରିବା? ଏଥିରେ ପରମେଶ୍ୱରଙ୍କ ଲୋକ ଉତ୍ତର କଲେ,
ସଦାପ୍ରଭୁ ତୁମକୁ ତହିଁରୁ ଅତି ଅଧିକ ଦେବାକୁ ସମର୍ଥ ଅଟନ୍ତି। ଟିକେ ଏଇଟା ଇସ୍ରାଏଲ ଦି ଭାଗ ହେଇଗଲା, ଗୋଟିଏ ହେଲା ଇସ୍ରାଏଲ, ଗୋଟିଏ ହେଲା ଜିହୁଦା। ଆହୁରି ଜିହୁଦା ଛୋଟ ଦୁଇଟା ଗୋଷ୍ଠୀ, ଆଉ ଇସ୍ରାଏଲ ସେ 10ଟା ଗୋଷ୍ଠୀ ବଡଟା। ଆଉ ଏଇ ଜିହୁଦା ବିରୁଦ୍ଧରେ ଲୋକମାନେ ଯେତେବେଳେ ଯୁଦ୍ଧକୁ ଆସୁଛନ୍ତି, ସେଇ ସମୟରେ ଜିହୁଦାର ରାଜା ସେ ଇସ୍ରାଏଲକୁ ସେ ରୂପା ମୁଦ୍ରା ଦେଇକିନା ତାଙ୍କର ସୈନ୍ୟ ଆଣୁଛନ୍ତି, ତେବେ ସୈନ୍ୟ ଦିଅ, ଆମେ ଶତ୍ରୁ ସହିତ ଆମେ ଲଢିବା। ଆମେ ସେଇ ସମୟରେ ଭବିଷ୍ୟତ ବକ୍ତା ଆସି କହୁଛନ୍ତି, ତାଙ୍କ ଠାରୁ ତୁମେ ସାହାଯ୍ୟ କଣ ଲୋଡୁଛ? ତୁମକୁ ଯେତିକି ସୈନ୍ୟ ଦରକାର ଯୁଦ୍ଧ କରିବା ପାଇଁ, ତାଠୁ ଅଧିକ ସୈନ୍ୟ ଦେବା ପାଇଁ, ତହିଁରୁ ଅଧିକ ଦେବା ପାଇଁ ସଦାପ୍ରଭୁ ସମର୍ଥ ଅଟନ୍ତି। ପ୍ରିୟମାନେ, ଲୋକମାନଙ୍କ ପାଖକୁ ଯାଇ ସାହାଯ୍ୟ ଲୋଡ଼ିବା, ସେମାନଙ୍କୁ ଆମକୁ ସାହାଯ୍ୟ କର ଲୋଡ଼ିବା, ଆମେ ପରମେଶ୍ୱରଙ୍କ ନିକଟକୁ ଯିବା। ସେ ଆମକୁ ଲୋକମାନେ ଯେତିକି ସାହାଯ୍ୟ କରିବେ ତାଠାରୁ ଅଧିକ ସାହାଯ୍ୟ କରିବା ପାଇଁ ସେ ସାମର୍ଥ୍ୟବାନ ପରମେଶ୍ୱର ସେ ଅଟନ୍ତି। ଆଜି ଆମେ ସରଳ ଭାବରେ ଏହି ସନ୍ଦେଶକୁ ଆମେ ଶିଖୁଛୁ ଯେ ଆମର ପରମେଶ୍ୱର ସକ୍ଷମ ପରମେଶ୍ୱର ଅଟନ୍ତି। କୋଉଠି ସକ୍ଷମ? ପ୍ରତ୍ୟେକ ପ୍ରକାର ଷଡ଼ଯନ୍ତ୍ର, ରାଜନୀତିକ ଷଡ଼ଯନ୍ତ୍ର ସବୁ ବିଷୟରୁ ଆମକୁ ଉଦ୍ଧାର କରିବା ପାଇଁ ସେ ସକ୍ଷମ ଅଟନ୍ତି। ସେ ଆମମାନଙ୍କର ସକଳ ଆବଶ୍ୟକ ପୂର୍ଣ୍ଣ କରିବା ପାଇଁ ସେ ସକ୍ଷମ ଅଟନ୍ତି। ସମସ୍ତ ପ୍ରକାର ପରିତ୍ରାଣରୁ ସମସ୍ତ ପ୍ରକାର ପରିତ୍ରାଣ ଦେବା ପାଇଁ ଆମକୁ ସେ ସକ୍ଷମ ଅଟନ୍ତି। ଆମକୁ ସୁସ୍ଥିର ରଖିବା ପାଇଁ ସେ ସକ୍ଷମ ଅଟନ୍ତି। ଆମକୁ ସେ ଗାତର ପଡ଼ିଯିବା, ତଳକୁ ଧସିଯିବା ସମୟରେ ମଧ୍ୟ ସେଥିରୁ ରକ୍ଷା କରିବା ପାଇଁ ସେ ସମର୍ଥ୍ୟ ଅଟନ୍ତି। ଓ ଆମକୁ ଲୋକମାନଙ୍କ ଠାରୁ ଅଧିକ ଦେବା ପାଇଁ ମଧ୍ୟ ସେ ସମର୍ଥ ଅଟନ୍ତି। ଆମମାନଙ୍କ ପରମେଶ୍ୱର ସକ୍ଷମ ପରମେଶ୍ୱର। ଯୋଉ ସମୟରେ ଇସ୍ରାଏଲର 12 ଜଣ ଲୋକ କିଣାନ୍ ଦେଶକୁ ଗଲେ, ଆଉ 12 ଜଣ ଲୋକରୁ 10 ଜଣ ଲୋକ କାନ୍ଦି କାନ୍ଦି ଆସି କହିଲେ ଯେ ଯୋଉ ଜାଗାକୁ ଆମେ ଯାଉଛୁ ଭଲ ଜାଗା, ମାତ୍ର ସେହି ଜାଗାରେ ଯୋଉ ଲୋକମାନେ ଅଛନ୍ତି, ଭୟଙ୍କର ଲୋକମାନେ ଅଛନ୍ତି, ଆଉ ସେମାନଙ୍କ ଆଗରେ ଆମେ ଫିଡିଙ୍ଗ ପରି। ଆମେ କିଏ? ଆମେ ଝିଣ୍ଟକା। ତାଙ୍କୁ କିଏ କହିଥିଲେ ତୁମେ ଝିଣ୍ଟକା ବୋଲି? କିଏ କହିନଥିଲେ। ସେମାନେ ନିଜେ ନିଜେ ଭାବୁଥିଲେ ମୁଁ ଝିଣ୍ଟକା ବୋଲିକିନା, ଆମେ ଝିଣ୍ଟକା। ମାତ୍ର ସେଇ ସମୟରେ ଝିଅ କାଲେବ ଉଠିକିନା କହିଲେ, ପ୍ରଭୁ ଯଦି ଆମର ସଙ୍ଗରେ ଅଛନ୍ତି ତାହେଲେ ଆମେ ସେମାନଙ୍କୁ ଦଳି ପକେଇବା, ମାରି ପକେଇବା, ସେମାନେ ଆମର ଆହାର ପରି ହେବେ। ପରମେଶ୍ୱର ଯଦି ଆମ ସଙ୍ଗେ ଅଛନ୍ତି, ଆମେ ସେମାନଙ୍କୁ ମଧ୍ୟ ପରାଜୟ କରି ଆମେ ଦେଶ ଅଧିକାର କରିବା ପାଇଁ ଆମେ ସକ୍ଷମ ଅଟୁ। ପ୍ରିୟମାନେ, ଆଜି ଆମମାନେ ପରମେଶ୍ୱରଙ୍କ ଶକ୍ତିକୁ ଯଦି ଜାଣିବା, ତାହେଲେ ଆମେ ଆଇବଙ୍କ ପରି ଆମେ କହିପାରିବା, ମୁଁ ଜାଣେ ତୁମେ ସବୁ କରିପାର। ଜିରିମିୟା ମଧ୍ୟ କହୁଛନ୍ତି ଯେ ତୁମ ପାଇଁ କୌଣସି ବିଷୟ ଅସାଧ୍ୟ ନାହିଁ। ମରିୟମକୁ ଯେତେବେଳେ ଦୂତ ଆସି କହିଲେ, ସେତେବେଳେ ସେ କହୁଛନ୍ତି ଯେ ସଦାପ୍ରଭୁଙ୍କ ଠାରୁ ନିର୍ଗତ କୌଣସି ବାକ୍ୟ ସେ ଶକ୍ତିହୀନ ହେବ ନାହିଁ। ଅବ୍ରାହମ ମଧ୍ୟ ଚିଲ୍ଲେଇକିନା ସେ ବିଶ୍ୱାସ କରି କହୁଛନ୍ତି ଯେ ମୋର ବୟସ ଅଧିକ ହେଇଗଲେ ମଧ୍ୟ, ମୋର ସ୍ତ୍ରୀଙ୍କର ଗର୍ଭ ମୃତ ହେଇଗଲେ ମଧ୍ୟ ପରମେଶ୍ୱର ଯାହା ପ୍ରତିଜ୍ଞା କରିଛନ୍ତି ତାହାକୁ ସେ ପୂର୍ଣ୍ଣ କରିବା ପାଇଁ ମଧ୍ୟ ସେ ସାମର୍ଥ୍ୟବାନ ପରମେଶ୍ୱର ସେ ଅଟନ୍ତି। ଆମମାନଙ୍କ ପରମେଶ୍ୱର ସକ୍ଷମ ପରମେଶ୍ୱର, ତାଙ୍କ ପାଇଁ କୌଣସି ବିଷୟ ଅସାଧ୍ୟ ନାହିଁ। ଆଜି ଅନେକ ଜଣ ଆମ ପରମେଶ୍ୱର